କାଳିଆ ଯୋଜନା ଚାଷୀର ଖୁସି ହେବ ଦୁଇଗୁଣା। କଥାରେ ଅଛି, ହେଲେ ଚାଷୀର ଉନ୍ନତି ହେବ ସକଳ ଉନ୍ନତି। ଆମ ପ୍ରିୟ ନବୀନ ସରକାର ଆମମାନଙ୍କ ପାଇଁ ଏକ ବୃହତ ଯୋଜନା ଆଣିଥିଲେ। ଚାଷୀମାନଙ୍କ ପାଇଁ ଏହି ଯୋଜନାଟି ଉଦ୍ଦିଷ୍ଟ ଥିଲା, କାଳିଆ ଯୋଜନା। ବନ୍ଧୁଗଣ, ଆଜକୁ ପ୍ରାୟ 5 ବର୍ଷ ହେବ ଆମ୍ଭେମାନେ କାଳିଆ ଯୋଜନା ସହାୟତା ରାଶି ପାଉଅଛେ। ଏହି ଯୋଜନା କୃଷକମାନଙ୍କ ପ୍ରତି ଉଦ୍ଦିଷ୍ଟ। ଯଦି ଜଣେ ଚାଷୀର 2.5 ଏକରରୁ 5 ଏକର ମଧ୍ୟରେ ଜମି ରହିଥିବ, ତେବେ ସେହି ଚାଷୀ କାଳିଆ ଯୋଜନା ପାଇଁ ଆବେଦନ କରିପାରିବେ। ଏହା ସହିତ ଏହି ଯୋଜନା ମାଧ୍ୟମରେ ଜଣେ ଚାଷୀ ବିନା ସୁଧରେ ସରକାରଙ୍କ ଠାରୁ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ଆପଣମାନଙ୍କ ପାଖରେ ଅପଡେଟ୍ ରହିଥିବ କି ଏହି କିଛି ଦିନ ମଧ୍ୟରେ ମିଳିବ କାଳିଆ ଟଙ୍କା। କାଳିଆ ଯୋଜନା ଟଙ୍କା ମିଳୁ ମିଳୁ ଚାଷୀର ଖୁସି 2 ଗୁଣ ହୋଇଥାଏ ଏବଂ ସେହି ଟଙ୍କାକୁ ଚାଷ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଚାଷୀ ଲାଗି ରହିଥାଏ ଏବଂ ଭଲ ଫସଲ ଉତ୍ପାଦନ କରି ନବୀନ ସରକାରଙ୍କୁ ଆଶୀର୍ବାଦ ପ୍ରଦାନ କରେ। କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏକ ଗୁଜବ ଭାଇରାଲ ହେବାରେ ଲାଗିଛି। ଏହା ମୁଁ ଆପଣମାନଙ୍କ ପାଖରେ ଆଜି ଉପସ୍ଥାପନ କରିବାକୁ ଯାଉଅଛି। ଦୟାକରି ଭିଡ଼ିଓଟିକୁ ଭଲ ଭାବେ ଦେଖନ୍ତୁ। ଆଉ ମିଳିବନି କାଳିଆ ଟଙ୍କା। ବିଶେଷ ସୂତ୍ରରୁ ପ୍ରକାଶିତ ଆଉ କାଳିଆ ଟଙ୍କା ବ୍ୟାଙ୍କ ଖାତାକୁ ଆସିବନି। ଗତକାଲି ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ସରିଛି। ଆସନ୍ତା 4 ତାରିଖ ଦିନ ଭୋଟ ଗଣତି କରାଯିବ ଏବଂ କେଉଁ ଦଳ ବିଜୟ ଲାଭ କରିବ ତାହା ଘୋଷଣା କରାଯିବ। ଯଦି ନବୀନ ପଟ୍ଟନାୟକ ଅର୍ଥାତ୍ ବିଜେଡ଼ି 6ଠ ଥର ପାଇଁ ସରକାର ଗଠନ କରେ, ତେବେ ଆଗପରି ଚାଷୀମାନଙ୍କୁ କାଳିଆ ଯୋଜନା ସହାୟତା ରାଶି ମିଳିବ। କିନ୍ତୁ ଯଦି ବିଜେଡ଼ି ସରକାର ଗଠନ ନ କରେ, ତେବେ କାଳିଆ ଯୋଜନାରେ ମିଳିବାକୁ ଥିବା ଟଙ୍କା ଆଉ ମିଳିବ ନାହିଁ। ରାଜ୍ୟ ସରକାର ଏହି ଯୋଜନାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବେ ଏବଂ ଚାଷୀମାନଙ୍କ ପାଇଁ ଏକ ନୂଆ ଯୋଜନା ଆଣିବେ ବୋଲି ବିଶେଷ ସୂତ୍ରରୁ ଖବର ମିଳୁଛି। ବିଦ୍ରୋହ ସୋସିଆଲ ମିଡ଼ିଆ। ବନ୍ଧୁଗଣ, ଆମେ ଏଇ କିଛି ଦିନ ହେଲା ସୋସିଆଲ ମିଡ଼ିଆରେ ଏକ ଗୁଜବ ଦେଖୁଛେ କି ଆଉ ମିଳିବନି କାଳିଆ ଯୋଜନା। କିନ୍ତୁ ଏହା କେତେ ଦୂର ସତ୍ୟ, ଏହା ଜାଣିବା ପାଇଁ ଏହି ଭିଡ଼ିଓ ଥିଲା। ଏପରି କିଛି ନାହିଁ। ଯଦି ବି ରାଜ୍ୟ ସରକାର ଆମର ବିଜେଡ଼ି ନ ରହୁଛି, ବିଜେପି ରହୁଛି, ତେବେ ମଧ୍ୟ ଆମକୁ ଚାଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା ସେ ମଧ୍ୟ ଆଣିବେ। ତେଣୁ ଭୟଭୀତ ହେବାର ନାହିଁ। ଆଗପରି ଆମକୁ ମଧ୍ୟ କାଳିଆ ଯୋଜନା ସହାୟତା ମିଳିବ ଏବଂ ଅନେକ ସହାୟତା ମିଳିବ। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ। ଏହିପରି ଭିଡ଼ିଓ ଦେଖିବା ପାଇଁ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ବଜାଇ ଦିଅନ୍ତୁ। ଧନ୍ୟବାଦ।